ବିଶ୍ୱଜିତ ମହାନ୍ତିଙ୍କ ପୁଅଙ୍କର ବଡ ଅଭିଯୋଗ ସର୍ବେଶ୍ୱର ସାହୁ ବାପାଙ୍କୁ ଧକିଆ ମାରିଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ। ତାପରେ ବାପା 4 ଦିନ ଜେଲରେ ରହିଲା ପର୍ଯ୍ୟନ୍ତ ସୁସ୍ଥ ଥିଲେ। ଜେଲରୁ ବାହାରିବା ପରେ ଆଇସିୟୁ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏଥିପାଇଁ ଆମେ ଏକ ମାମଲା ମଧ୍ୟ ରୁଜୁ କରିଛୁ। 10 ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ହସ୍ପିଟାଲ ଖର୍ଚ୍ଚ ଜେଲ ସୁପରିଟେଣ୍ଡେଣ୍ଟ ବହନ କରିବା ପାଇଁ ମଧ୍ୟ ଦାବି କରାଯାଇଛି। ଏବଂ ଗତକାଲି ରାତି 11:30 ଡିଆଇଜି ଅନୁସୂୟା ଜେନା କଟକ ଜେଲରେ ଚଢାଉ କଲେ। ପୁଣି ସକାଳୁ ମୋବାଇଲ ଫୋନ ଦେଇ ଦିଆଗଲା। ନମସ୍କାର, ମୁଁ ଡକ୍ଟର ସୁନୀଲ କୁମାର ରଥ ଆର୍ ନ୍ୟୁଜରେ ପୁଣି ସବୁ ଦର୍ଶକଙ୍କୁ ସ୍ୱାଗତ ଜଣାଉଛି। ଖବର ଆରମ୍ଭ କରିବା ଭୁବନେଶ୍ୱର ସ୍ପେଶିଆଲ ଜେଲ। ଜଣେ ଆସାମୀ ଆଇସିୟୁ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏମ୍ସ ହସ୍ପିଟାଲ ଆଇସିୟୁ ରେ ବିଶ୍ୱଜିତ ମହାନ୍ତି 72 ବର୍ଷିଆ ବିଶ୍ୱଜିତ ମହାନ୍ତି ଜେଲ ମଧ୍ୟରେ ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କର ଦ୍ୱାରା ଆକ୍ରମଣର ଶିକାର ହୋଇ ଜେଲରେ କାହିଁକି ବିଶ୍ୱଜିତ ମହାନ୍ତିଙ୍କୁ ଆକ୍ରମଣ କରାଗଲା, ଦୁର୍ବ୍ୟବହାର କରାଗଲା, ଏଇଟା ଏବେ ପ୍ରଶ୍ନ ନୁହଁ। ଏବେ ପ୍ରଶ୍ନ ହଉଛି ଯେ ବିଶ୍ୱଜିତ ମହାନ୍ତିଙ୍କୁ ସର୍ବେଶ୍ୱର ସାହୁ ମାରି ନାହାନ୍ତି। ଯୋଉ ଗୁଜବ ଆସୁଛି ଏହା ସମ୍ପୂର୍ଣ୍ଣ ମିଥ୍ୟା। ଆମେ ଯୋଉ ମାମଲା ଦାଖଲ କରିଛୁ ମାନବାଧିକାର କମିଶନରେ ସିସିଟିଭି ଫୁଟେଜରୁ ଯାଞ୍ଚ କରିବା ପାଇଁ ଦାବି କରିଛୁ ଏବଂ କଣ କହୁଛନ୍ତି ସର୍ବେଶ୍ୱର ସାହୁଙ୍କୁ ମାଡ ମାରିବା ନେଇ ପରିବାର ଲୋକ ଶୁଣି ନିଅନ୍ତୁ। ଆପଣ ଶୁଣନ୍ତୁ, ଆପଣଙ୍କର ବାପାଙ୍କ ନାଁ ବିଶ୍ୱଜିତ ମହାନ୍ତି। ଆଜ୍ଞା ସାର୍, ବିଶ୍ୱଜିତ ମହାନ୍ତି। ଆପଣ ଜେଲ କୁ ଗଲେ 12 ତାରିଖରେ ଜେଲ କୁ ସେ ତାଙ୍କୁ ଫରୱାର୍ଡ କରିକି 12 ତାରିଖ ସନ୍ଧ୍ୟାବେଳକୁ ଗଲେ। 12 ତାରିଖ ସନ୍ଧ୍ୟାବେଳକୁ ଗଲେ। ସେ ସେତେବେଳକୁ ସୁସ୍ଥ ଥିଲେ ବାପା? ସୁସ୍ଥ ମାନେ ପୁରା ପରଫେକ୍ଟ, ଚଲାବୁଲା ସବୁ କରୁଥିଲେ। ସେଇଠିକୁ ଗଲା ପରେ କଣ 2ଟା ଚେୟାର ଭାଙ୍ଗିଛି? ସେ 2ଟା ଭଙ୍ଗା ଚେୟାର ରେ ତାଙ୍କୁ ବସିବାକୁ ଦେଲେ। ଯେହେତୁ ବୁଢା ଲୋକ, ଆଜ୍ଞା ଗୋଟେ କଥା ମୋର ଜାଣିବା କଥା, ବୁଢା ଲୋକ ମାନଙ୍କୁ କିଛି ନହେଲେ ଆପଣ ଯଦି ଜାଣିଛନ୍ତି ଗୋଟେ ଲୋକର ଅଣ୍ଟା ପ୍ରୋବ୍ଲେମ ଅଛି, ବୁଝିଲେ, ତ ଆପଣ ଭଙ୍ଗା ଚେୟାର ଦେଲେ, ଭଙ୍ଗା ଚେୟାର ତ ଭାଙ୍ଗିବ ସାର୍ ନିଶ୍ଚିତ ଭାବରେ। ତାପରେ 2ଟା ଚେୟାର ଭାଙ୍ଗିଲା ପରେ ଗୋଟେ ହ୍ୱିଲ ଚେୟାର ଦେଲେ। ସେ ବି ଆବୁଡ ଖାବୁଡ ହ୍ୱିଲ ଚେୟାର, ବୁଝିଲେ। ସେ ହ୍ୱିଲ ଚେୟାର ରୁ ଉଠିଲା ବେଳକୁ ସେ ସ୍ଲିପ କରିଗଲେ। ଅଣ୍ଟାଟା ମାନେ ତାଙ୍କର ଯୋଉ ପିଠିଟା ବାଜିଗଲା, ପୁରା 3ଟା କଲମ ସ୍ପାଇନାଲ କର୍ଡ ଭାଙ୍ଗିଗଲା, ମାନେ ଫ୍ରାକ୍ଚର। C4, C5, C6 ତାଙ୍କର ଯୋଉ ସି ସେକ୍ସନ ର ହାଡ ଗୁରା, ବୁଝିଲେ। ଏଇ ଯୋଉ ଭାଙ୍ଗିଗଲା ପରେ ସିଏ ଆଉ ଚାଲି ଯେମିତି ପାରିଲେନି, ସେଇ ସର୍ବେଶ୍ୱର ସାହୁ ତାଙ୍କୁ ତଣ୍ଟିଆ ମାରି ଗୋଇଠା ମାରି, ଏବେ ବୁଢା କାଲି ଚାଲି ପାରୁଥିଲୁ ଆଜି କଣ ଚାଲି ପାରୁନୁ, ଆଉ ସେଇଟା ତା ଦେହରୁ ଆହୁରି ଡିଗ୍ରେଡ ହେଇଗଲା ସାର୍। ଆଉ ବିଲକୁଲ ଉଠି ପାରିଲେନି। ଯାହା ଟିକେ ନିଜ ଶକ୍ତିରୁ ଉଠିବାକୁ ଚେଷ୍ଟା ବି କରୁଥିଲେ। ନିଜେ ଏମିତି କହିଛନ୍ତି? ହଁ, ନିଜେ କରିଛନ୍ତି। ଷ୍ଟାଫ ଆଉ ସେମାନେ ଏବେ ସଫେଇ ଦଉଛନ୍ତି ଯେ ସେ ଆଗରୁ ଆସିଲା ବେଳକୁ ଅସୁସ୍ଥ ଥିଲେ, ହେଭି ୱେଟ୍। କିଛି ନଥିଲେ, ପରଫେକ୍ଟଲି ଓକେ ଥିଲେ। ଆମେ ହ୍ୟୁମାନ ରାଇଟ୍ସ ରେ ଯୋଉ କେସ୍ ଫାଇଲ କରିଛୁ ସେଠି ଆମେ କହିଛୁ ତାଙ୍କର ଯେତେବେଳେ ଜେଲକୁ ଏଣ୍ଟ୍ରି କଲେ ମେଡିକାଲ ରିପୋର୍ଟ ଥିବ। ମେଡିକାଲ ରିପୋର୍ଟ ବି ଅଛି। ଆଉ ଦ୍ୱିତୀୟ କଥା ଶୁଣନ୍ତୁ, ସେଇ ଯୋଉ କଣ କହନ୍ତି ଆମର ଆଇଆଇସି, ସେକେଣ୍ଡ ଟୁ ଆଇଆଇସି ମଞ୍ଚେଶ୍ୱର ନିରଞ୍ଜନ ଓଝା, ବୁଝିଲେ, ସେଇ ଲୋକ ଆମକୁ କହୁଛି କମ୍ପ୍ରମାଇଜ କରିଦିଅ। ଆମେ ତାକୁ କହିଲୁ କମ୍ପ୍ରମାଇଜ କରିଦବା, ବୁଝିଲେ। ତା ପାଖେ କିଛି ଚେକ୍ ବାଉନ୍ସ କେସ୍ ନାହିଁ, କିଛି ନାହିଁ। ସିଏ ଇନଭେଷ୍ଟମେଣ୍ଟ ରେ ଦେଇଥିଲା, ବୁଝିଲେ। ସିଏ ତାପରେ 10 ଦିନ ପରେ ସାର୍ କିଏ ଆପଣଙ୍କୁ ଯଦି ଆପଣଙ୍କ ଚ୍ୟାନେଲ ଗୋଟେ ଚଲଉଛନ୍ତି ନୂଆ କରିବେ, ବୁଝିଲେ, ଜଣେ କିଏ ଆପଣଙ୍କୁ ଦେଲା କି ଆଜ୍ଞା ଆପଣ 10 ଲକ୍ଷ ଟଙ୍କା 20 ଲକ୍ଷ ଟଙ୍କା ରଖନ୍ତୁ, ତାକୁ ବଢେଇକି ମତେ ପଇସା ଫେରେଇବେ। ଆଉ ସେଇ ଲୋକ 7-8 ଦିନ ପରେ ଫୋନ କରିକି ଆପଣଙ୍କୁ କହିବ ନାଇଁ ମତେ ସେଇ ଡିଲ୍ ଟା ଦରକାର ନାହିଁ, ଚେକ୍ ବାଉନ୍ସ ହେଲେ ପୋଲିସର କାମ କିଛି ନାହିଁ, ବୁଝିଲେ। ସେମାନେ ବି ପଇସା ଖାଇଛନ୍ତି। ନିରଞ୍ଜନ ଓଝା, ନିରଞ୍ଜନ ଓଝା, ମଞ୍ଚେଶ୍ୱର ଥାନା, ସେକେଣ୍ଡ ଟୁ ଆଇଆଇସି। ନିରଞ୍ଜନ ଓଝା, ବୁଝିଲେ, ସେ ବିହାରୀ ମାନଙ୍କଠୁ ଏକ୍ସଟର୍ଟ କରି ପଇସା ନେଇକି, ବୁଝିଲେ ସାର୍, ସେଇ ଡିଫର୍ମେସନ କେସ୍ ଗୁଡା କରୁଛି। ଆମର ତାରିଖ ଥିଲା 17 ତାରିଖ ନୋଟିସ ର, ବୁଝିଲେ। ସେ 11 ତାରିଖ ରାତି 2ଟା ବେଳକୁ ଆରେଷ୍ଟ କରିଛି। ଆଚ୍ଛା, ଏଇଟା ପ୍ରଡକ୍ସନ ଥିଲା? ପ୍ରଡକ୍ସନ ମାନେ ୱାରେଣ୍ଟ ଥିଲା? ୱାରେଣ୍ଟ ନଥିଲା। ଆଚ୍ଛା, ନୋ ୱାରେଣ୍ଟ, ନଥିଙ୍ଗ।
ଆଚ୍ଛା ସେମିତି ଆରେଷ୍ଟ କରିପାରିବେନି? ହଁ କରିଛନ୍ତି ସେମିତି ଆଜ୍ଞା। ଆପଣ ଅବଜେକ୍ସନ ଦେଲେନି କୋଉଠି କିଛି? ହଁ ଦେଇଛି, ମୁଁ କଥାବାର୍ତ୍ତା ହେଇଛି, ପିଟିସନ ଫାଇଲ କରିଛି କୋର୍ଟରେ। ହଁ କୋର୍ଟ କଣ କହିଲେ? କୋର୍ଟ ପିଟିସନ ଫାଇଲ କରିଛି, କେସ୍ ଟା ପଡିଲେ ସେମାନେ ଆସିବେ। ଆଗ ଆଜ୍ଞା ମୋ ଚିନ୍ତା ପିଟିସନ ନଥିଲା, ମୋ ବାପାଙ୍କ ଦେହଟା ଥିଲା ଆଜ୍ଞା। ହଁ ନିଶ୍ଚିତ ଭାବରେ ବାପାଙ୍କ ଦେହ। ମୁଁ ଆଜ୍ଞା ଯାହା ହେଲେ ବି ମୋ ବାପାଙ୍କ ଦେହଟା ଠିକ ଆଜ୍ଞା। ଯୋଉ ଲୋକ 4 ଦିନ ଆଗରୁ ଚାଲି ପାରୁଥିଲା ବୁଝିଲେ, ସିଏ ଏବେ ପ୍ୟାରାଲାଇଜ୍ଡ। ବାସ୍ 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 ମୋ କଥାଟା ବୁଝୁଛନ୍ତି? ବିଶ୍ୱଜିତ ମହାନ୍ତିଙ୍କ ପୁଅ କହିବା କଥା ଯେ ପୋଲିସ ମିଥ୍ୟା କେସ୍ ଦେଇ ବାପାଙ୍କୁ ଜେଲକୁ ପଠେଇଥିଲେ। ଆମେ ତାକୁ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଛୁ, କିନ୍ତୁ ଏଠି ପ୍ରଶ୍ନ ହେଲା ଯେତେବେଳେ ବାପା ଜେଲକୁ ଗଲେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ, ସିସିଟିଭି ଫୁଟେଜ ରୁ ବି ଯାଞ୍ଚ କରାଯାଇ ପାରିବ, କିନ୍ତୁ ଜେଲକୁ ଗଲା ପରେ ଜେଲ ମଧ୍ୟରେ ବାପାଙ୍କର ବୟସ ଅଧିକ ଥିବାରୁ ସେ ତଳେ ବସି ପାରୁନଥିଲେ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଚେୟାର ମାଗିଥିଲେ। କିନ୍ତୁ ତାଙ୍କୁ ଯୋଉ ହୁଇଲ ଚେୟାର ଦିଆଯାଇଥିଲା ସେ ହୁଇଲ ଚେୟାର ଭଙ୍ଗା ଥିଲା। ବାପା ବସିବା ମାତ୍ରେ ଚେୟାର ଭାଙ୍ଗି ଯାଇଥିଲା। ଯେତେବେଳେ ଚେୟାର ଭାଙ୍ଗି ଯାଇଥିଲା ସର୍ବେଶ୍ୱର ସାହୁ ଉତ୍କ୍ଷିପ୍ତ ହୋଇ ବାପାଙ୍କୁ ଦୁର୍ବ୍ୟବହାର କରିବା ସହିତ ଧକିଆ ମାରି ତଳେ ପକେଇ ଦେଇଥିଲେ। এই ସମୟରେ ବାପାଙ୍କର ସ୍ପାଇନାଲ କର୍ଡ ଇଞ୍ଜୁରି ହେଇଥିଲା, ଯାହାର ମେଡିକାଲ ରିପୋର୍ଟ ମଧ୍ୟ ମୁଁ ଦେଇପାରିବି। ଆମେ ମାନବାଧିକାର କମିଶନରେ ମାମଲା ଦାଖଲ କରି ତୁରନ୍ତ ମାମଲାର ବିଚାର କରି ମାମଲାରେ ସର୍ବେଶ୍ୱର ସାହୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଏବଂ ବିଶ୍ୱଜିତ ମହାନ୍ତିଙ୍କର ହସ୍ପିଟାଲ ଖର୍ଚ୍ଚ ବହନ କରାଇବା ସହ 10 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆମେ ଯୋଉ ମାମଲା ଦାଖଲ କରିଛୁ ତାକୁ ତୁରନ୍ତ ବିଚାର କରିବା ପାଇଁ କମିଶନଙ୍କ ପାଖରେ सोमवार दिन प्रेयर करा जीवो। विश्वजित महांती एम्स हॉस्पिटल रो आईसीयू रे एबे जीवन सह संग्राम करथुबा बेले तांको पुओ दुखर सहित कहिसंती जे आम प्रति अन्याय कर जायछि। पुलिस दाऊ साधिथिला बेले जेल कर्तृपक्ष मध्य मो बापा को काहेकि आक्रमण कले मते न्याय दरकार। जेल मध्य सर्वेश्वर साहू को किए अधिकार देला जने सीनियर सिटीजन ऊपर को हाथ उठेगा। सर्वेश्वर साहू को खंडन कर गुजब आसुवा बेले यह सत्य जे सीसीटीवी जांच कले सत्यता पदा को आसीपर। एणु विश्वजित महांती पुओ दाबी कर सीसीटीवी रु तदंत करा जाऊ एवं सर्वेश्वर साहू विरोध में दृढ़ कार्यानुष्ठान नेबा पई से निवेदन करछंती। गणमाध्यम को कहते जे विश्वजित महांती को जितेबाला जेल मध्य को 12 तारीख दिन संध्या बेले प्रवेश करा जायतिला विश्वजित महांती संपूर्ण सुस्थ थिले। जेल रे 4 दिन रहिबा परे बापांकर गोड़ हाथ अकामी हो जाइछि। जेल रे अकथनीय निर्यातना दैछंती कि सर्वेश्वर साहू एवं विश्वजित महांती जड़े बिल्डर हेतिला बेले सर्वेश्वर साहू तांको लांच मागी थाई पारंती। यह स्पष्ट करिवे विश्वजित वकील। जेल मध्य कौनसी हेवी अमाउंट विश्वजित महांती को दाबी करा जायछि जहा को प्रत्याख्यान करथिले विश्वजित महांती, जहा फल उत्क्षिप्त होई सुपरिटेंडेंट जनक तांको आक्रमण कर थाई पारंती। तदंत कले यार सत्यता पदा को आसीबो बोली परिवार लोके कहतुबा बेले एठी जेल किछि कर्मचारी जेतबेले बुझिथिलु आको संपूर्ण मिथ्या कहउछंती एवं विश्वजित महांती आगरु असुस्थता थिबा कथा कहउछंती। किंतु एठी हमें प्रश्न करिबो विश्वजित महांती जेतबेले जेल को जाइथिले मेडिकल रिपोर्ट सेतबेले प्रोड्यूस करा जाइथिबो एवं ए मेडिकल रिपोर्ट मध्ये जांच करबा पय हम मानवाधिकार कमिशन को दाबी करिछु। एठी जेल कर्तृपक्ष निज भूल को घोड़ेबा पय मिछ कहउछंती। जेल रे विश्वजित को आक्रमण दुर्व्यवहार करने कथा मिछ नुह। तेणु सर्वेश्वर साहू विरोध में तुरंत कार्यानुष्ठान नेबा सहित विश्वजित महांती चिकित्सा मागणार करने दाबी होछि। तो अक्टोबर 2025 मसीह कटक मंडल कारागार रे प्रतिदिन कौन ना कौन घटना मान घटी चली। एबे किछि दिन हबो जेल मध्य बारंबार चढ़ाऊ कर विपुल परिमाण मोबाइल निशा द्रव्य एवं नगद टंका सीज कर 26/3/2026 रात्र 11:30 अचानक डीआईजी अनुसया जेना एक टीम जेल मध्य कौन से कारण सूचना पाई जेल रे चढ़ाऊ करथिले एवं
ନଗଦ 50,000 ଟଙ୍କା ସହ ଏକ ସ୍ମାର୍ଟଫୋନ ଜେଲରୁ ସିଜ୍ କରାଯାଇଥିଲା। କିନ୍ତୁ ସକାଳୁ ପୁଣି କାହିଁକି ସେଇ ମୋବାଇଲକୁ ସିଜ୍ କରିଥିବା ବ୍ୟକ୍ତିଙ୍କୁ ଦେଇ ଦିଆଯାଇଛି? ବଡ ବିଡମ୍ବନାର ବିଷୟ, ଜେଲ ମଧ୍ୟରେ ଚଢାଉ ଏକ ପ୍ରହସନ ହେଇଗଲାଣି। ଚଢାଉ କରାଯାଇଛି କେବଳ ଏଇ ଡିଆଇଜିଙ୍କର ପାଣ୍ଠି ବଢେଇବା ପାଇଁ। ନଗଦ 50,000 ଟଙ୍କା ମଧ୍ୟ କେତେବେଳେ ଫେରେଇ ଦିଆଯିବ କି? ଆମେ ଯେତେବେଳେ ଖବର ଆସିଲା ଯେ ରାତ୍ର ସମୟରେ 11:30 ସମୟରେ ଡିଆଇଜି ଅନୁସୟା ଜେନା ଜେଲ ମଧ୍ୟରେ ଅଚାନକ ଚଢାଉ କରିଥିଲେ, କଟକ ମଣ୍ଡଳ କାରାଗାରରେ ଚଢାଉ କରିବା ସମୟରେ ନଗଦ 50,000 ଟଙ୍କା ସିଜ୍ କରିବା ସହିତ ଏକ ସ୍ମାର୍ଟଫୋନ ସିଜ୍ କରାଯାଇଥିଲା। କିନ୍ତୁ ସକାଳୁ ହଠାତ୍ ଏମିତି କଣ ହେଲା ଯେ ସେଇ ଫୋନକୁ ପୁଣି ସେଇ ପ୍ରିଜନରକୁ ଦେଇ ଦିଆଯାଇଛି? ଆମ ପାଖରେ ଯାହା ସଦ୍ୟ ସୂଚନା ରହିଛି, ଜେଲ ମଧ୍ୟରୁ ଆମକୁ ଟେଲିଫୋନ ଯୋଗେ ଅଭିଯୋଗ ଆସିଲା ଯେ ଯୋଉ ଫୋନ କୁ ଗତକାଲି ରାତିରେ ଡିଆଇଜି ଅନୁସୟା ଜେନା ସିଜ୍ କରିଥିଲେ ତାକୁ ଫେରେଇ ଦିଆଯାଇଛି। ଜେଲ ମଧ୍ୟରେ ଆସାମୀକୁ ଭୟ କରନ୍ତି କି ଡିଆଇଜି? ନା କିଛି ପଇସା ଲୋଭରେ ପୁଣି ସେଇ ମୋବାଇଲକୁ ଫେରେଇ ଦିଆଯାଇଛି? ଜେଲ ମଧ୍ୟରେ ଏହା ଏକ ପ୍ରହସନ ନୁହେଁ କି? ଆଜି ସିଜ୍ କରାଯିବ, ସନ୍ଧ୍ୟାବେଳେ ଦେଇ ଦିଆଯିବ, ପୁଣି ସେଇ ମୋବାଇଲକୁ 5-6 ଦିନ ପରେ ସିଜ୍ କରାଯିବ, ପୁଣି କିଛି ଟଙ୍କା ନେଇ ଦେଇ ଦିଆଯିବ। ଜେଲ ମଧ୍ୟରେ ଚାଲିଛି କଣ? କଟକ ମଣ୍ଡଳ କାରାଗାର ସେ ଜେଲ ନା ପାଠାଗାର? ଜେଲ ମଧ୍ୟରେ କାହିଁକି ଏଇଭଳି ବାରମ୍ବାର ଇରେଗୁଲାରିଟିସ୍ ହେଲେ ମଧ୍ୟ ଜେଲ ଡିଜି ସୁଶାନ୍ତ ନାଥ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ଏଠି ଜେଲ ଡିଆଇଜି ସୁପରିଟେଣ୍ଡେଣ୍ଟ ମନ ଇଚ୍ଛା କାରବାର କରୁଛନ୍ତି। ଜେଲର ସଂସ୍କାରକୁ ବୁଡେଇ ସାରିଲେଣି, ଜେଲ ମାନୁଆଲକୁ ଅପଭ୍ରଂଶ କରି ସାରିଲେଣି। ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କର କୌଣସି ନିୟମ କାଟୁ କରୁନାହିଁ କଟକ ମଣ୍ଡଳ କାରାଗାର ଭୁବନେଶ୍ୱର ଜେଲ ମଧ୍ୟରେ। ଜଣେ ଜେଲ ସୁପରିଟେଣ୍ଡେଣ୍ଟ ଟଙ୍କା ପାଇଁ ଆସାମୀକୁ ମାଡ ମାରୁଥିଲା ବେଳେ ଏଠି ଟଙ୍କା ପାଇଁ ନିଶା ମୋବାଇଲ ସିଜ୍ ର ବାହାନା ବନାଯାଉଛି। କଟକ ଏବଂ ଭୁବନେଶ୍ୱର ଜେଲ ମଧ୍ୟରେ ଇରେଗୁଲାରିଟିସ୍ ଚରମ ସୀମାରେ ପହଞ୍ଚିଲାଣି। ତଥାପି 20 କିଲୋମିଟର କଟକରୁ 20 କିଲୋମିଟର ଡିଷ୍ଟାନ୍ସରେ ଥିବା ଜେଲ ଡିଜି ଏବଂ କେହି ଦୂରତା ମଧ୍ୟରେ ଥିବା ଭୁବନେଶ୍ୱର ଜେଲ ମଧ୍ୟରେ କାହିଁକି ଜେଲ ଡିଜି ଚଢାଉ କରୁନାହାନ୍ତି? କଣ ସ୍ୱାର୍ଥ ରହିଛି ଜେଲ ଡିଜିଙ୍କର? କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? କାହିଁକି ରାଜ୍ୟ ସରକାରଙ୍କୁ ଅବଗତ କରୁନାହାନ୍ତି ଜେଲ ମଧ୍ୟରେ ବାରମ୍ବାର ଇରେଗୁଲାରିଟିସ୍ ହେଉଛି? ଏଥିପାଇଁ ଦାୟୀ କିଏ? କାହିଁକି এই ଅଯୋଗ୍ୟ ଅଫିସରଙ୍କୁ ବଦଳି କରାଯିବ? କାହିଁକି এই ଅଯୋଗ୍ୟ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯିବ? ଜେଲକୁ ନିଜ ଅକ୍ତିଆରକୁ ନେଇଥିବା এই ଭ୍ରଷ୍ଟାଚାର ଅଫିସରଙ୍କର କାରନାମା ଏତିକିରେ ସରିନି। ଏଠି ସୂର୍ଯ୍ୟକାନ୍ତ ସାହୁ କହୁଛନ୍ତି ସ୍ୱୟଂ ବ୍ରହ୍ମା ଆସିଲେ ମଧ୍ୟ ମୋର ବଦଳି ରୋକି ପାରିବେନି, ମୁଁ ନରସିଂହପୁର ଜେଲକୁ ହିଁ ଯିବି। କାହାର ତାକତ ଅଛି ମତେ ଅଟକେଇକି ଦେଖାଅ। ଏଠି ପୁଲିନ ଜେନା କହୁଛନ୍ତି କାହାର ତାକତ ଅଛି ମତେ ଅଟକେଇକି ଦେଖାଅ, ମୁଁ ବାରିପଦା କିମ୍ବା ନୀଳଗିରିକୁ ଯିବି। এটা ସରକାରୀ ଅଫିସ, ସରକାରୀ କର୍ମଚାରୀ ନା ବିଜନେସମ୍ୟାନ? ଜଣେ ବିଜନେସମ୍ୟାନ ଯୋଉଠିକି ଚାହିଁବ ସେଠିକି ଯାଇପାରିବ, ତା ଟଙ୍କା ଖର୍ଚ୍ଚ କରି ସେଇ ଜାଗାରେ ସେ ବିଜନେସ ଷ୍ଟାଣ୍ଡ କରିପାରିବ। କିନ୍ତୁ ଏଠି ଜଣେ ସରକାରୀ କର୍ମଚାରୀ କିଭଳି ଓପନ ଚ୍ୟାଲେଞ୍ଜ କରୁଛନ୍ତି? ପୂର୍ବରୁ सरदार सिंह कहले मोर डीजीएडएक्स पक्का, मु जेल डीआईजी कर चाकर, मु जो जेल रे चाकरी कले मध्य मते कटक जेल रो अवार्ड मिली। पूर्वरु मंटू हाली, इंद्रजीत बेहरा कहले जे हमको स्वयं ब्रह्मा मध्य अटकाई पारिबेनी, आमे 6 मास रे 10 मास रे बदली हबु। एबे बदली सीजन चलीथिला बेले अनुसया जेना पूर्वरु कहउथिले जेल रो मु किछि पाई पारुनी, बदली समयटा होची मो पाई उत्कृष्ट समय, एठु मु रोजगार करबी। काई सरकार आपन को दरमा दो नांदी ना? दरमा उठुनी। आपन बा इतिश्री मोहंती की कहउतले मो दरमा केते जानि छु, भूली गलेनी कि मैडम? से रेकॉर्डिंग टिके सुनेबी की कोन कहउतले? अनुसया जना पुणी सुनि नियंतु इतिश्री मोहंती को। मैडम सेटा जो आपण पकेइचंती गोल्ड रो कोटेड, सेटा कोन मैडम? सेटा तो सुन्नाटा पड़िबा कथा ना? गोल्ड कोटेड गोल्ड कोटेड माने अरे हे रिंग टा गोल्ड आज्ञा कार कोटेड हेची गोल्ड ऊपरटा जो पत्थरटा होची कोटेड पकेइचंती।
ହଁ ନା ହଁ ସେଇଟା ମେନସନ କରନ୍ତୁ ପୁଣି ଆପଣ ସେତେବେଳେ ମତେ ଲେଖିଦେବେ ମୁଁ ସେମିତି ନୁହେଁ ଶୁଣୁ ଆଜ୍ଞା ତୁ କଣ ବୋଲି ମତେ ଭାବୁଛୁ ନାଇଁ ଭାବୁଛୁ ଯେ ଜେଲ୍ ଡିପାର୍ଟମେଣ୍ଟରେ ପଡି ନୁହେଁ ଶୁଣୁ ଆଜ୍ଞା ତୁ କଣ ବୋଲି ମତେ ଭାବୁଛୁ ନାଇଁ ଭାବୁଛୁ ଯେ ଜେଲ୍ ଡିପାର୍ଟମେଣ୍ଟରେ ପଡି ଡିଆଇଜି ତା ମାସକୁ ଦରମା କେତେ ଦଉଛୁ ଜାଣିଛୁ ତ ସେଇଟା ଶୁଣନ୍ତୁ ଆପଣଙ୍କ ଦରମା ଯେତେବେଳେ ମୋର କଣ ହେଲା ମୋ ସୁନା ତ ପଳେଇଲା ମୋର ଦରମା କେତେ ଜାଣିଛୁ କହୁଥିବା এই ভ্রষ্টাচার জেল দিয়েছি অনুসূয়া জেନା ଏବେ କିଛି ଜେଲ ନିଜ ସରକାର ବାରିପଦା ଏବଂ କଟକ ସରକାରର କିଛି ୱାର୍ଡର ଏବଂ ଜେଲ ଆସିଷ୍ଟାଣ୍ଟ ଜେଲ ନିଜ ଜିଦରେ ଅଟଳ ଅଛନ୍ତି। ଜେଲ ଡିଜି ସୁନୀଲ ରଥ ରାଜ୍ୟ ସରକାର ମୋର କିଛି କରିପାରିବେନି ଆମେ ଯୋଉଠିକି ଇଚ୍ଛା ସେଠିକି ବଦଳି ହେବୁ ଆମର କେହି କିଛି କରିପାରିବେ ନାହିଁ ଆମକୁ କେହି ଅଟକେଇ ପାରିବେ ନାହିଁ। ଆଲୋକ এবং মহাদেব এই দুই ওয়ার্ডর বেআইন ডেপুটেশন রে কটক মন্ডল কারাগারে অଛନ୍ତି জোর দেই কହୁଛନ୍ତି ଆମକୁ କୌଣସି ଶକ୍ତି ଏଠୁ ହଟେଇ ପାରିବ ନାହିଁ। ଅନୁସୂୟା ଜେନା ସୁଜିତ ରାଉଳ ଯେତେ ସମୟ ପର୍ଯ୍ୟନ୍ତ ଜେଲ ଅଛନ୍ତି ଆମେ ବେଆଇନ ଡେପୁଟେସନ ଆମେ କିଛି ଜାଣିନୁ ଆମେ ଜେଲରେ ହିଁ କାର୍ଯ୍ୟ କରିବୁ ଆମେ ମଦ ବିକୁ ଗଞ୍ଜେଇ ବିକୁ ଆମେ ମୋବାଇଲ ଦଉ ଆମର କୌଣସି ପ୍ରଭାବ ପଡିବ ନାହିଁ କୌଣସି ନ୍ୟୁଜ কিংবা জেল ডিজি আমরা কিছু করিপারিবেনি আমি পয়সা দৌছু বেপার করছু এটি আপনাদের কে কোন করিবে জেল কো এইভাবে কুসংস্কারে বুড়াই রাখিଥିବା ভ্রষ্টাচার জেল ডিজি ঠাରୁ আরম্ভ করি সুপরিটেন্ডেন্ট ওয়ার্ডর মধ্য এবে আইন কো আঙ্গুলি দেখাইলেনি ভরসা টুটি গলানি লোকଙ୍କର আইন উপরু জেল কো খেল ঘর ভাবি সারিলেনি আসামি এটি সবু সম্ভব সেপটে সূর্যকান্ত কହୁଛନ୍ତି যে মোর ভিডিও বাজিলে অসুবিধা কোন ডিআইজি অনুসূয়া জেনা মতে নরসিংহপুর জেল কো হি পঠেবে এথিরে তিলে মাত্র সন্দেহ নাই আমি আজি এক মামলা দাখল করছু জেল ডিআইজি অনুসূয়া জেনা জেল ডিজি কো পক্ষভুক্ত করি রাষ্ট্রপতি কো চিঠি লেখা যাইছি এটি ভ্রষ্টাচার চরম সীমারে পৌঁছলানি জেল ডিজি মৌনব্রত অবলম্বন করছন্তি এটি ডিআইজি নিজ ইচ্ছারে জেল কো পরিচালিত করছন্তি অযোগ্য জেল ডিআইজি প্রমোटर জেল ডিআইজি প্লস টু যোগ্যতা সম্পন্ন জেল ডিআইজি জেল কো বিকি ভাঙ্গি খাই সারলি এটি সূর্যকান্ত বেরা কହୁଛନ୍ତି মু নরসিংহপুর জেল রে হি 2026 রে বদলি হেবি সেইপটে পুলিঞ্জনা কହୁଛନ୍ତି মু বারিপদা কিংবা নীলগিরি কিংবা বালেশ্বর জেল রে হেবি বন্ধন বেরা কହୁଛନ୍ତି মু বারিপদা কু ଯିବି চালিছি কোন জেল মধ্যে কাহিঁকি জেল ডিজি রোক লগাউ নাহান্তি এটা জেল না আখড়াশাଳ ଯିଏ ଯେତେବେଳେ ଇଚ୍ଛା ଯିବ ଯୋଉଠିକି ପଇସା ଯଦି ଦବ ସେ ସେଇ ଜେଲକୁ ଯାଇପାରିବ କିନ୍ତୁ ଯୋଉମାନେ ନିରୀହ ସେମାନେ ବଳି ପଡୁଛନ୍ତି କେବଳ ସେତିକି ନୁହଁ ଆମ ପାଖରେ ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ରହିଛି ବାଣପୁର ଜେଲର ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ର ମୁଣ୍ଡ କାମ କରୁନି ମହାଶୟଙ୍କର ଆଉ ଯେତେବେଳେ ଧୀରେନ ବାରିକ ତଦନ୍ତ ପାଇଁ ଆସିଥିଲେ সেই ସମୟରେ ରୋକ ଠୋକ କହିଥିଲେ ଆସାମୀକୁ ଟେଲିଫୋନ ଦିଆଯିବ ନାହିଁ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରି ଆସୁଥିବା ଜଣେ ୟୁଟିପିକୁ ଟେଲିଫୋନ ଚାର୍ଜ ଦିଆଯାଇଛି ଟେଲିଫୋନରୁ ଲୁଟ୍ କରୁଛନ୍ତି ୟୁଟିପି ଏବଂ ଦଣ୍ଡପାଣି ପାତ୍ର ଜେଲରୁ ମୁକୁଳିଥିବା ଜଣେ ଆସାମୀ ଆମକୁ ଟେଲିଫୋନ ଯୋଗେ ଅଭିଯୋଗ ଦେଲେ ଯେ ଜେଲ ସିନିୟର ସୁପରିଟେଣ୍ଡେଣ୍ଟ ଯେତେବେଳେ ଧୀରେନ୍ଦ୍ରନାଥ ବାରିକ ଜେଲ ମଧ୍ୟକୁ ভিজিট করেছিলে রোক ঠোক করেছিলে আসামীকে টেলিফোন দায়িত্ব দিয়াଯିବ ନାହିଁ এই সব মামলা মধ্যে রুজ করা যাইছিলা কিন্তু এবে তার ব্যতিক্রম পুଣି দণ্ডপাণি পাত্র কাহিঁকি করছন্তি কেতে টঙ্কা দণ্ডপাণি পাত্র মাসিকিয়া ভত্তা নিয়ନ୍ତି এঠে লেখা যাଉଛି 3 মিনিট 4 মিনিটরে 1 টঙ্কা কিন্তু এটি 4 মিনিটরে 10 টঙ্কা নিয়ে যাଉଛି এই অভিযোগ ଦେଇଛନ୍ତି জেলর মুকুল ଥିବା ଜଣେ ଆସାମୀ ଆମେ ଜେଲ ସୁପରିଟେଣ୍ଡେଣ୍ଟ ଏବଂ ଜେଲ ଡିଜିଙ୍କର ଦୃଷ୍ଟି ଆକର୍ଷଣ କରାଉଛୁ ଯେ ବାଣପୁର ଜେଲରେ ଏଇଭଳି ବେଆଇନ କାର୍ଯ୍ୟ ଘଟୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କେବେ କରାଯିବ ଦଣ୍ଡପାଣି ପାତ୍ରଙ୍କ ବିରୁଦ୍ଧରେ କାହିଁକି ଦଣ୍ଡପାଣି ପାତ୍ର ଆସାମୀଙ୍କ ଉପରେ ନିର୍ଭର କରନ୍ତି ଟେଲିଫୋନ କଲ ପାଇଁ ଜେଲର ସଂସ୍କାର ବୋଲି ଆଉ କିଛି ଅଛି ନା ଏଠି ନିଜ ଇଚ୍ଛାରେ ଜେଲ ଚଲେଇବେ সেপটে মানস সামন্ত কହୁଛନ୍ତି ମୋ ଇଚ୍ଛାରେ ତଦନ୍ତ କରିବି ଏପଟେ ସର୍ବେଶ୍ୱର ସାହୁ କହୁଛନ୍ତି ମୋ ଇଚ୍ଛା ମୋ ଜେଲରେ ମୁଁ ଯାହାକୁ ମାରିବି ମାରିଦେଲେ ମଧ୍ୟ ମୋର କିଛି ହବନି ସେପଟେ ସୁଜିତ ରାଉଳ କହୁଛନ୍ତି ମୋର ଏଡିସନାଲ ସେକ୍ରେଟାରୀ ସହିତ ସମ୍ପର୍କ ଅଛି ମତେ ଏଠୁ କିଏ ହଟେଇ ପାରିବେନି ଜେଲ ଡିଜି କହୁଛନ୍ତି ମୋ ପାଖକୁ ମାସିକିଆ ଭତ୍ତା ଆସୁଛି ମୋ କାନକୁ କିଛି ଶୁଭୁନି ମୋ ଆଖିକି କିଛି ଦେଖାଯାଉନି ମୁଁ କିଛି କହିପାରିବିନି ତମେ ଯେତେ ବଜଉଛ ବଜାଅ ଯେତେ ପଛରେ ପଡୁଛ ପଡ
एवं एबे वार्डर असिस्टेंट जनरल कहलेनी आमे जेल को चलुछु आमे जोठिक जीवु सेठिक जीवु एटा जेल ओडिशा जेल एटा कोन चलीछि एठी काहेकि परिवर्तन होनी आ उपरे केबे हबो कार्यानुष्ठान केते दिन चुप रहबे राज्य सरकार जेल डीजी को काहेकि बरखास्त करा जीवो नहीं जेल रे काहेकि बारंबार एभली घटना करूथिले होउथिले मध्य ताकू रोका जीवो नहीं कटक मंडल कारागार कथा कहतु कि भुवनेश्वर जेल कथा कहतु ट्विन सिटर ए दुटी जेल सबुठु दुर्नीतिखोर ए जेल मध्य सुपरिटेंडेंट माने अयोग्य सुपरिटेंडेंट माने बेआईन कार्य जेल रे प्रतिदिन करती सीसीटीवी कहीं जांच करा जीवनी सर्वेश्वर साहू जतबे जन आसामी 72 वर्षिया जन वृद्धा को माड मारी लहू लुहाण करदेले एबे जीवन सहित संग्राम करछन्ती एम्स हॉस्पिटल रे तांको विरुद्ध कार्यानुष्ठान कहीं हबनी एठी रीतिमत सुजित रावल जेल मध्य बेआईन कार्य करछन्ती सुना चोरी हला पैसा दिया गला संतोषी दास केस दाखल कले और पालटा केस करा गला फल कौन मिली जेल रे केबे सुधार आसीबो जेल मध्य आसामी को खाद्य को लूट करी खाइले जेल रे श्रीकांत महापात्र एठी श्रीकांत महापात्र निजर मेडिकल फिटनेस सर्टिफिकेट को नकली करछन्ती तत्कालीन जेल सुपरिटेंडेंट आर मुख्य साक्षी किंतु एठी श्रीकांत महापात्र कहबे जे जेल डीआईजी हमर जेल सुपरिटेंडेंट हमर जेल डीजी हमर सुनील रथ कौन करबो मोर केते जन को चाकरी रो बहिष्कार कलानी सुनील रथ केते जन को सस्पेंड करलानी सुनील रथ हमर राज जेल रे चलबो सुनील रथ रो नाही ए कथा मु कोन दिया ए कथा कहउचंती श्रीकांत महापात्र जेल रे बेआईन मोड़ा घसा होतबा जेल रे बेआईन कार्य करुथुबा एवं आसामी को निशाद्रव्य जंगौथुबा एवं फेक फिटनेस सर्टिफिकेट दे प्रमोशन पाइथिबा श्रीकांत महापात्र सरकार निर्देश पर मध्य कार्यानुष्ठान हेउनथुबा जेल डीजींकर कलाकार नाम होची एहा तार प्रतिफलन एबे वार्डर ऊपर पडुची किंतु एमाने भूली जाइछंती जे सुशांत नाथ डिपार्टमेंट रो श्रेष्ठ होई परंती किंतु सबुदिन रहबे नाही सुशांत नाथ डिपार्टमेंट रो श्रेष्ठ सबुदिन रहबे नाही एवं सुशांत नाथ को ऊपर मध्य हायर अथॉरिटी लंबा धाड़ी रहिछि लोकायुक्त नाहांती तेणु ए भ्रष्टाचारंकर बेआईन कार्य जारी रहिछि कार्यानुष्ठान अभाव रहिछि एठी अनुसया जेना कहउछंती हाउ हाउ होउछंती मते पैसा दियो बदली सीजन रे आ करी बसछंती हाउ हाउ भोकरे जहा पड़ले ता पके दउछंती सेपटे जेल डीजी कहउछंती मोर जीवा समय वाला मु वार्डर को भी छाड़ीबी जेल सुपरिटेंडेंट कहउछंती तू बाहर ठकई केस करी आसीछु मते एठी लक्ष लक्ष टंका दे न तो मांड मारी काई तम बापा को जेल तम बापा को डिपार्टमेंट जहां इच्छा तुम जेल मध्य करिवो से डीजी होतु कि वार्डर होतु आर बराबर हिसाब कर जीवो समय आसिले एबे पई एतिकी रहउछि नमस्कार।